ମୁଁ ପ୍ରିୟା, ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଗିହା ଗେହି ଭିଡ଼ିଓ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ମୋ ସ୍ୱାମୀ ନଥିବା ବେଳେ ମୋ ଦିଅର କିପରି ମୋତେ ପୁରା ମୋତେ ମୋ ବିଆକୁ ଲାଲି କରିଦେଇଥିଲେ ଏବଂ ତା ବାଣ୍ଡରୁ ସବୁ ରସ ମୋ ବିଆ ଭିତରେ ଛାଡ଼ି ଦେଇଥିଲେ, ସେ ବିଷୟରେ ମୁଁ ଆଜି ଆପଣମାନଙ୍କୁ କହିବି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ମୋ ନାମ ହେଉଛି ପ୍ରିୟା, ମୋର ବୟସ ପାଖାପାଖି 35 ବର୍ଷ ହେବ। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି। ସେ ମାସକୁ ଥରେ କିମ୍ବା 2 ମାସକୁ ଥରେ ଘରକୁ ଆସନ୍ତି, କାରଣ ଚାକିରିରେ ତାଙ୍କୁ ଛୁଟି ମିଳେ ନାହିଁ। ତେଣୁ ସେ ବରାବର ଆସିପାରନ୍ତି ନାହିଁ। ମାସେ କି 2 ମାସ ଅନ୍ତରରେ ଘରକୁ ଆସନ୍ତି। କିନ୍ତୁ ମୁଁ ହେଉଛି ବହୁତ ବେଧି। ମୋତେ ଗିହା ଖାଇବାରେ ବହୁତ ମଜା ଲାଗେ। ସପ୍ତାହରେ 2-3 ଥର ଗିହା ନ ଖାଇଲେ ମୋ ବିଆ ଶାନ୍ତି ପାଏନି କି ମୁଁ ବି ଶାନ୍ତି ପାଏନି। ମୁଁ ବେଧି ଖାଲି ଖୋଜି ବୁଲେ କେମିତି ମୋ ବିଆରେ କାହାର ବାଣ୍ଡ ପଶିବ। କିନ୍ତୁ କ'ଣ କରିବା, ବହୁତ କଷ୍ଟରେ ମୁଁ ରହୁଥାଏ। ଥରେ ଗାଧୋଉଥିବା ସମୟରେ ମୋ ଦିଅର ଟ୍ୟୁବୱେଲ୍ ପାଖରେ ଗାଧୋଉଥିଲେ ଏବଂ ଓଦା ଗାମୁଛା ପିନ୍ଧି ଯେତେବେଳେ ଗାଧୋଉଥିଲେ, ମୁଁ ବେଧି ତାଙ୍କର ଲମ୍ବା ବାଣ୍ଡଟିକୁ ଦେଖିଦେଇଥିଲି। କି ଲମ୍ବା ବାଣ୍ଡ, କି ସୁନ୍ଦର ବାଣ୍ଡ। ପୁରା ସେ ବାଣ୍ଡକୁ ଦେଖି ମୋ ମନେ ମନେ ଦିଅର ପାଖରୁ କିପରି ଗିହା ଖାଇବି ସେଇ ମୌକାରେ ଥିଲି। କିନ୍ତୁ କେବେ ସେମିତି ମୌକା ମିଳୁନଥିଲା। ତ ଥରେ କ'ଣ ହେଇଛି, ମୁଁ ରୁମ୍ ଭିତରେ ଶୋଇଛି ଏବଂ ମୋର ଶ୍ୱଶୁର ଶାଶୁ ସେଦିନ ଘରେ ନଥିଲେ। କେବଳ ଦିଅର ଥିଲେ ଏବଂ ମୁଁ ଥିଲେ। ଦିଅର ବାହା ହେଇନାହାନ୍ତି, ତେଣୁ ସେ ଚିଙ୍ଗୁଡ଼ି ଚାଷ କରନ୍ତି। ସବୁଦିନ ରାତିରେ ପ୍ରାୟ ଘରେ ରହନ୍ତି ନାହିଁ, କେବେ କେବେ ରାତିରେ ଘରେ ରୁହନ୍ତି। ତ ସେଦିନ ସେ ଘରେ ଥିଲେ। ତେଣୁ ମୁଁ ମନେ ମନେ ଭାବୁଥିଲି, ଯଦି ମୋତେ ଟିକେ ଆଜି ଗିହା ମିଳିଯାଆନ୍ତା ତେବେ ମୋ ବିଆଟି ଶାନ୍ତି ହେଇଯାଆନ୍ତା। ତେଣୁ ସନ୍ଧ୍ୟାବେଳୁ ମୋ ଦିଅର ସାଙ୍ଗରେ ବହୁତ ଥଟ୍ଟା ମଜା ହେଉଥିଲେ। ତାଙ୍କ ଦେହରେ ଦେହ ଘଷି ଚାଲି ଯାଉଥିଲି। ମୋଟାମୋଟି ମୁଁ ତାଙ୍କୁ ଉସୁକାଉଥିଲି ଯେ ସେ କିପରି ମୋତେ ଗେହିବେ। କିନ୍ତୁ ରାତି 8ଟା ପର୍ଯ୍ୟନ୍ତ ସେମିତି କିଛି ସୁଯୋଗ ମିଳିଲା ନାହିଁ। ମୁଁ ରୋଷେଇବାସ ସାରି କ'ଣ କଲି ନା, ଦିଅର ଟିଭି ଦେଖୁଥିଲେ। ମୁଁ କ'ଣ କଲି ନା, ରୁମ୍ରେ ଯାଇ ଟିକେ ଶୋଇପଡ଼ିଲି। ସେଇ ଶୋଇଥିବା ଅବସ୍ଥାରେ ମୁଁ କ'ଣ କଲି ନା, ମୋ ଦୁଧ ଉପରୁ ଶାଢ଼ୀଟିକୁ ତଳକୁ ଖୋଲି ଦେଇଥିଲି ଏବଂ ଲୁଗାଟିକୁ ଜଙ୍ଘ ପର୍ଯ୍ୟନ୍ତ ଟେକି ଦେଇଥିଲି। ଗରମ ଦିନ, ଫ୍ୟାନ୍ ଚାଲିଥିଲା। ତ କ'ଣ କାମ ପାଇଁ ଦିଅର କ'ଣ କଲେ ନା, ରୁମ୍ ଭିତରକୁ ପଶି ଆସିଲେ। ସେ ମୋର ଏମିତି ଅବସ୍ଥା ଦେଖି ତାଙ୍କର ଅବସ୍ଥା ପୁରା ଖରାପ ହେଇଗଲା। ସେ ମୋ ପାଖକୁ ଆସିଲେ, ମୋତେ ଭଲ କରି ଚାହିଁଲେ ମୁଁ ଶୋଇଛି ନା ଚାହିଁଛି। ତେଣୁ ମୁଁ କ'ଣ କଲି ନା, ଶୋଇବାର ଅଭିନୟ କଲି। ସେ ଆସି ମୋ ଖଟ ପାଖରେ ନଥକିନା ବସି ପଡ଼ିଲେ ଏବଂ ବସି ପଡ଼ି ପ୍ରଥମେ ମୋ ଗୋଡ଼ରେ ହାତ ବୁଲେଇଲେ। ମୁଁ ବେଧି ସବୁ ଜାଣିପାରୁଛି, କିନ୍ତୁ ନ ଜାଣିବାର ଅଭିନୟ କରି ମୁଁ କ'ଣ କଲି ନା, ଥିରିକିନା ଶୋଇ ରହିଲି। ସେ କିଛି ସମୟ ହାତରେ ଗୋଡ଼ ବୁଲେଇ ସାରିଲା ପରେ ଯେତେବେଳେ ଆଉ ଟିକେ ଉପରକୁ ମୋ ପେଟ ଆଡ଼କୁ ହାତ ବୁଲେଇବାକୁ ଆରମ୍ଭ କଲେ, ମୁଁ କ'ଣ କଲି ନା, ତାଙ୍କ ହାତଟିକୁ ଧରିଦେଇ ସିଧା ମୋ ଉପରକୁ ଟାଣିନେଲି। ଆଉ କିଛି କଥା କହିବା ଦରକାର ନାହିଁ। ସେ ମଧ୍ୟ ପୁରା ଉତ୍ତେଜିତ ହୋଇସାରିଥିଲେ। ତାଙ୍କର ବାଣ୍ଡ ପୁରା ଟାଣ ହୋଇଯାଇଥିଲା। ସେ
ଖାଲି ମୋ ଉପରେ ଶୋଇପଡ଼ି ନିର୍ଧୁମ ଚୁମା ମାରିବାରେ ଲାଗିଲା। ମୁଁ ଖାଲି ଉପରେ ଉପରେ କହୁଥାଏ, ବିକାଶ କ'ଣ କରୁଛ କ'ଣ କରୁଛ? ସେ କହିଲା, ଭାଉଜ ତୁମେ କିଛି ପାଟି କରନି, ମୋତେ ଆଜି ଟିକେ ଘେହିବାକୁ ଦିଅ। ମୁଁ କହିଲି, ଆରେ ତୁମ ଭାଇ ଜାଣିଲେ କ'ଣ ଭାବିବେ? ସେ କହିଲା, ନା ଭାଇ ଜାଣିପାରିବେ ନାହିଁ, ମୁଁ ଆଜି ଯାହା ହେଲେ ବି ତୁମକୁ କହିବି। ଏହାପରେ ମୁଁ କିଛି କହିବାକୁ ଚାହୁଁଥିଲି, ସେ କିନ୍ତୁ ମୋ ମୁହଁରେ ହାତ ଚାପିଦେଲା ଏବଂ ନିର୍ଧୁମ ଭାବରେ ମୋ ଦୁଧକୁ ମୁହଁରେ ତାର କାମୁଡ଼ିବାକୁ ଲାଗିଲା। ମୁଁ ମଧ୍ୟ ଆଉ କିଛି କହିଲି ନାହିଁ, କାରଣ ମୁଁ ତ ଘିଆ ଖାଇବାକୁ ପାଗଳି ହେଉଥିଲି। ତେଣୁ ମୋତେ ଯେତେବେଳେ ଏ ସୁଯୋଗ ମିଳିଯାଇଛି, ମୁଁ କ'ଣ ଆଉ ଛାଡ଼ିବି? ତେଣୁ ମୁଁ କ'ଣ କଲି, ତାକୁ ଆହୁରି ଘେହିବାରେ ସାହାଯ୍ୟ କଲି। ମୋର ବ୍ଲାଉଜକୁ ଖୋଲିଦେଲି, ଦୁଇଟି ଦୁଧ ଆଣି ତା ମୁହଁରେ ପୂରେଇ ଦେଲି। ସେ ନିର୍ଧୁମ ଭାବରେ ପାଗଳା ଭଳିଆ ଖାଲି ଦୁଧକୁ ଚୁଞ୍ଚିବାକୁ ଲାଗିଲା ଏବଂ ଗୋଟିଏ ହାତରେ ମୋ ବିଆକୁ ସଲସଲ କରିବାକୁ ଲାଗିଲା। ବିଆ ଭିତରେ ତାର ଆଙ୍ଗୁଳିକୁ ପଶେଇ ଦେଲା ଏବଂ ସଲସଲ କଲା। ଏମିତି 2-5 ମିନିଟ୍ କରିସାରିଲା ପରେ ମୋ ଅବସ୍ଥା ପୁରା ଅସମ୍ଭାଳ ହେଇଗଲା। ମୁଁ କହିଲି, ବିକାଶ ମୁଁ ଆଉ ସମ୍ଭାଳି ପାରୁନାହିଁ, ତୁମେ ତୁମ ଭାଣ୍ଡଟିକୁ କାଢ଼। ସେ କ'ଣ କଲା, ଯେଉଁ ଲୁଙ୍ଗିଟି ପିନ୍ଧିଥିଲା ସିଧା ଲୁଙ୍ଗିଟିକୁ ଖୋଲିଦେଲା ଏବଂ ମୋ ମୁହଁ ପାଖରେ ଆଣି ତା ଭାଣ୍ଡଟିକୁ ଦେଖାଇ ଦେଲା। କେଡ଼େ ଲମ୍ବା ଭାଣ୍ଡ! ସେ ଭାଣ୍ଡକୁ ଦେଖି ମୁଁ ପୁରା ପାଗଳି ହେଇଗଲି। କଦଳୀ ଖାଇଲା ଭଳିଆ ମୁଁ ଖାଲି ଚୁଚୁମି ଚାଲିଲି। ନିର୍ଘାତ ଭାବରେ 3-4 ମିନିଟ୍ ପର୍ଯ୍ୟନ୍ତ ମୁଁ ତା ଭାଣ୍ଡକୁ ଚୁଚୁମି ଚାଲିଲି। ମଝିରେ ମଝିରେ ତା ଭାଣ୍ଡରୁ ଫଣ୍ଟେ ଫଣ୍ଟେ ରସ ବାହାରୁଥାଏ। ସେ ରସକୁ ମୁଁ ପିଇ ଦେଉଥାଏ। ଏମିତି କିଛି ସମୟ କରି ସାରିଲା ପରେ ସେ କ'ଣ କଲା ନା, ମୋ 2 ଟାଙ୍ଗକୁ ଉପରକୁ ଟେକିଦେଲା ଏବଂ ତାର ଭାଣ୍ଡଟିକୁ ମୋ ବିଆରେ ପଶାଇଲା। ସମ୍ପୂର୍ଣ୍ଣ ଭାବରେ ପଶାଇ ଦେଲା। ମୋତେ ଟିକେ କଷ୍ଟ ଲାଗୁଥିଲା, କାରଣ ତାଙ୍କ ଭାଇର ଭାଣ୍ଡ ଏତେ ଲମ୍ବା ନଥିଲା। ୟାର ଭାଣ୍ଡ, ବିକାଶର ଭାଣ୍ଡ ବହୁତ ଲମ୍ବା ଥିଲା। ତେଣୁ ମୋତେ ପ୍ରଥମେ ଟିକେ କଷ୍ଟ ଲାଗିଲା। ସେ କଷ୍ଟକୁ ମୁଁ ସମ୍ଭାଳି ନେଲି ଏବଂ ତାକୁ ଘେହିବାର ସାହାଯ୍ୟ କଲି। 2 ଟାଙ୍ଗକୁ ଟେକି ଧରିଲି। ସେ କ'ଣ କଲା ନା, ନିର୍ଘାତ ଭାବରେ ତା ଭାଣ୍ଡକୁ ମୋ ବିଆରେ ପଶାଇ ନିର୍ଧୁମ ଭାବରେ ଘେହି ଚାଲିଲା। ପାଖାପାଖି 5-7 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଘେହି ଚାଲିଲା। ତଥାପି ତା ଭାଣ୍ଡରୁ ରସ ବାହାରି ନଥିଲା। ତେଣୁ ସେ କ'ଣ କଲା ନା, ଭାଣ୍ଡକୁ ବିଆରୁ କାଢ଼ି ଆଣି ମୋ ବିଆକୁ ନିର୍ଧୁମ ଭାବରେ ଚାଟିଲା। ସେ ଚାଟୁଥିବା ସମୟରେ ମୋର କିନ୍ତୁ ବିଆରୁ ପାଣି ବାହାରିଗଲା। ସେ କହିଲା, ଭାଉଜ କ'ଣ ଏତେ ଶୀଘ୍ର ତୁମର ବାହାରିଗଲା? ମୁଁ କହିଲି, ଆରେ ବହୁତ ଦିନ ହେଲା ଘିଆ ଖାଇନାହିଁ ତ, ତେଣୁ ତୁମର ଏ ପ୍ରକାର ଘିଆ ଖାଇସାରିଲା ପରେ ମୋର ଶୀଘ୍ର ବାହାରିଗଲା। ମୁଁ କହିଲି, ହଉ ଗୋଟେ କାମ କର, ତୁମ ଭାଣ୍ଡକୁ ମୋତେ ଆଉ ଥରେ ଚୁଚୁମିବାକୁ ଦିଅ। ସେ କହିଲା, ହଁ ଭାଉଜ ତୁମେ ଚୁଚୁମ, କାରଣ ତୁମେ ଚୁଚୁମିବା ବେଳକୁ ମୋତେ ବହୁତ ଭଲ ଲାଗୁଛି। ତେଣୁ ସେ କ'ଣ କଲି ନା, ତାର ଭାଣ୍ଡକୁ ମୋ ପାଟିରେ ପୁଣି ଚୁଚୁମିବାକୁ ଲାଗିଲା। ପ୍ରାୟ 4-5 ମିନିଟ୍ ପର୍ଯ୍ୟନ୍ତ ଚୁଚୁମି ସାରିଲା ପରେ ସେ କହିଲା, ଥାଉ, ଏଥର ମୋତେ ଆଉ ଟିକେ ଘେହିବାକୁ ଦିଅ। ତାପରେ ସେ କ'ଣ କଲା ନା, ମୋତେ କୁକୁର ଭଳିଆ ଆଣ୍ଠେଇ ଦେଲା ଏବଂ ମୋ ପଛପଟୁ ତାର ଭାଣ୍ଡକୁ ମୋ ବିଆରେ ପଶାଇ ଦେଲା ଏବଂ ଘେହି ଚାଲିଲା। ପୁଣି 5-7 ମିନିଟ୍ ଘେହି ସାରିଲା ପରେ ତା ଭାଣ୍ଡରୁ ସବୁତକ ପାଣି ବାହାରିଗଲା ଏବଂ ମୋ ବିଆ ଭିତରେ ସେ ପାଣିକୁ ସେ ଛାଡ଼ିଦେଲା। ମୁଁ କହିଲି, ଆରେ କ'ଣ କଲ? ତୁମେ କଣ୍ଡମ୍ ଲଗେଇ ନଥିଲ, ପୁଣି ତୁମର ଭାଣ୍ଡର ସବୁ ରସ ମୋ ବିଆ ଭିତରକୁ ଚାଲିଗଲା। ସେ କହିଲା, ଭାଉଜ ମୋର ବି ଆଇଡ଼ିଆ ଅଛି, ତୁମେ ଡର ନାହିଁ। ତୁମେ ଶୀଘ୍ର ବାଥରୁମ୍ ଭିତରକୁ ଚାଲିଯାଅ, ପରିସ୍ରା କରିଦିଅ, ସବୁ କ୍ଲିଅର୍ ହେଇଯିବ, କିଛି ବି ଅସୁବିଧା ହେବ ନାହିଁ।
ତାପରେ ମୁଁ ବାଥରୁମକୁ ଯାଇ ପରିଷ୍କାର ପରିଚ୍ଛନ୍ନ ହୋଇ ଆସିଲି। ସେ କହିଲା ଭାଉଜ କେମିତି ଲାଗିଲା? ମୁଁ କହିଲି ବହୁତ ଭଲ ଲାଗିଲା। ନା ଭାଇ ଆସିବା ପର୍ଯ୍ୟନ୍ତ ମୁଁ ତୁମକୁ ଏମିତି ଶାନ୍ତି ଦେଉଥିବି, ତୁମେ ଟେନସନ୍ ନିଅ ନାହିଁ। ତ ସେଦିନର ଗେହା କଥା ମୁଁ ଆଜି ଆପଣମାନଙ୍କୁ କହିଲି। ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରିବେ, ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।